ଜନଶ୍ରୁତି ଓ କାଞ୍ଚିକାବେରୀ ଖଦ୍ୟୋତ୍ତର ଦ୍ୟୁତି ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଅନିର୍ବାଚିତ ପ୍ରବନ୍ଧ ସଂକଳନ ସରସ୍ୱତୀ ଫକୀରମୋହନ ସାହିତ୍ୟ ଓ ବ୍ୟକ୍ତିତ୍ୱ ଇତ୍ୟାଦି ଗ୍ରନ୍ଥର ରଚୟିତା କିଏ? ଉତ୍ତର ଗଗନେନ୍ଦ୍ର ନାଥ ଦାସ। ତ୍ରିକନ୍ୟା ସାର୍ବକାଳୀନ ସାର୍ବଜନୀନ କବି ଉପେନ୍ଦ୍ର ଭଞ୍ଜର ରଚୟିତା କିଏ? ଉତ୍ତର ଚନ୍ଦ୍ରଶେଖର ନନ୍ଦ। ଔପନ୍ୟାସିକ ଗୋପୀନାଥ ତୃତୀୟ ନୟନର ରଚୟିତା କିଏ? ଉତ୍ତର ବ୍ରହ୍ମାନନ୍ଦ ସିଂ। ସାହିତ୍ୟ ସ୍ନାନ ଓ ଲୋକସାହିତ୍ୟ ତତ୍ତ୍ୱର ରଚୟିତା କିଏ? ଉତ୍ତର ଶ୍ୟାମସୁନ୍ଦର ମହାପାତ୍ର। ଆଧୁନିକ ଓଡ଼ିଆ କବିତାରେ ରହସ୍ୟବାଦୀ ଚେତନା କବିକଳ୍ପର ରଚୟିତା କିଏ? ଉତ୍ତର ଶ୍ୟାମସୁନ୍ଦର ମହାପାତ୍ର। ସବୁଜରୁ ଧୂସର ପଲ୍ଲୀ ସାରସ୍ୱତ ସମାଲୋଚନା ସୃଷ୍ଟି ସମୀକ୍ଷାର ରଚୟିତା କିଏ? ଉତ୍ତର ପ୍ରେମଲତା ଦେବୀ। ସାହିତ୍ୟ ବ୍ୟାଖ୍ୟା ଓ ସମୀକ୍ଷା ର ରଚୟିତା କିଏ? ଉତ୍ତର ପ୍ରସନ୍ନ କୁମାର ସ୍ୱାଇଁ। ନିର୍ମିତ ନିର୍ମାଣ ସଂଯୋଗ ଅନୁଭୂତିର ରଚୟିତା କିଏ? ଉତ୍ତର ସନ୍ତୋଷ କୁମାର ତ୍ରିପାଠୀ। କିଛି ତତ୍ତ୍ୱ କିଛି ବ୍ୟାଖ୍ୟା କାହାର ସୃଷ୍ଟି? ଉତ୍ତର ମନୋରଞ୍ଜନ ପ୍ରଧାନ। ନବ୍ୟତାର ନବଲିପି କିଏ ରଚନା କରିଛନ୍ତି? ଉତ୍ତର ଦେବୀପ୍ରସନ୍ନ ପଟ୍ଟନାୟକ। ଓଡ଼ିଆ ଲୋକସାହିତ୍ୟ ଓ ଲୋକସଂସ୍କୃତି କାହାର ରଚନା? ଉତ୍ତର କୃଷ୍ଣଚନ୍ଦ୍ର ପ୍ରଧାନ। ଜଗନ୍ନାଥ ବଲ୍ଲଭ ସମୀକ୍ଷଣ କାହାର ରଚନା? ଉତ୍ତର ବିଷ୍ଣୁପ୍ରିୟା ଓତା। ଆଲୋଚନାର ନୂତନ ଦିଗ ଦିଗନ୍ତର ସ୍ରଷ୍ଟା କିଏ? ଉତ୍ତର ସୁଚିତ୍ର ମହାପାତ୍ର। କବିବର କାବ୍ୟବିଭା କାହାର ରଚନା? ଉତ୍ତର ନୃସିଂହ ଷଡ଼ଙ୍ଗୀ। ବୃତ୍ତି ଏମ ପୋଷେ କୁଟୁମ୍ବ। ବୃତ୍ତି ଏମ ପୋଷେ କୁଟୁମ୍ବ କାହାର ସୃଷ୍ଟି? ଉତ୍ତର ପଞ୍ଚାନନ ମହାନ୍ତି। ନାଟକ ନାଟ୍ୟକାର ଓ ନାଟକୀୟତା କାହାର ରଚନା? ଉତ୍ତର ସଂଘମିତ୍ରା ମିଶ୍ର। ଓଡ଼ିଆ ଭାଷାତତ୍ତ୍ୱ ସମୀକ୍ଷା ଓ ଆଲୋଚନା ସମାଲୋଚନା ପୁସ୍ତକ କାହାର? ଉତ୍ତର ସଚ୍ଚିଦାନନ୍ଦ ମିଶ୍ର। କବିତା ବ୍ୟାଖ୍ୟା କାହାର ରଚନା? ଉତ୍ତର ଅପୂର୍ବ ରଞ୍ଜନ ରାୟ। ଭିନ୍ନ ସମୟ ଭିନ୍ନ ଦୃଷ୍ଟି କାହାର ରଚନା? ଉତ୍ତର ନୀଳାଦ୍ରି ଭୂଷଣ ହରିଚନ୍ଦନ। ଓଡ଼ିଆ ନାଟକର ଉଦ୍ଭବ ଓ ବିକାଶ କାହାର ରଚନା? ଉତ୍ତର ରତ୍ନାକର ଚୟନୀ। ପ୍ରତିଭା ପୂଜା ଓ ପ୍ରତିମା ପୂଜା ପ୍ରବନ୍ଧର ସ୍ରଷ୍ଟା କିଏ? ଉତ୍ତର ନୀଳକଣ୍ଠ ଦାସ। ଓଡ଼ିଆ ସାହିତ୍ୟର କ୍ରମ ପରିଣାମ ରଚୟିତା କିଏ? ଉତ୍ତର ନୀଳକଣ୍ଠ ଦାସ। ଓଡ଼ିଆ ଭାଷା ଓ ସାହିତ୍ୟର ରଚୟିତା କିଏ? ଉତ୍ତର ନୀଳକଣ୍ଠ ଦାସ। ସଂସ୍କୃତି ଓ ସଂସ୍କୃତିର ରଚୟିତା କିଏ? ଉତ୍ତର ନୀଳକଣ୍ଠ ଦାସ। ଅଛୁଅଁ ହେବୁ ପ୍ରବନ୍ଧ ରଚୟିତା କିଏ? ଉତ୍ତର ନୀଳକଣ୍ଠ ଦାସ। ଶିକ୍ଷା ପ୍ରବନ୍ଧର ରଚୟିତା କିଏ? ଉତ୍ତର ଶଶିଭୂଷଣ ରାୟ। ପ୍ରବନ୍ଧ ପ୍ରସୂନର ରଚୟିତା କିଏ? ଉତ୍ତର ଶଶିଭୂଷଣ ରାୟ। ଓଡ଼ିଆ ଭାଷା ପ୍ରବନ୍ଧର ରଚୟିତା କିଏ? ଉତ୍ତର ମଧୁସୂଦନ ରାଓ। ବୁଦ୍ଧଦେବ ସୂର୍ଯ୍ୟ ଉଲ୍କାପିଣ୍ଡ ପ୍ରଭୃତି ପ୍ରବନ୍ଧର ରଚୟିତା କିଏ? ଉତ୍ତର ମଧୁସୂଦନ ରାଓ। ଶାସନ ପ୍ରଣାଳୀ ଓ ଚନ୍ଦ୍ର ଓ ତାରା ପ୍ରବନ୍ଧର ରଚୟିତା କିଏ? ଉତ୍ତର ମଧୁସୂଦନ ରାଓ। ମହାସ୍ରୋତ ଅନନ୍ତପ୍ରେମ ରଚୟିତା କିଏ? ବିଶ୍ୱନାଥ କର। ଉତ୍କଳ ସାହିତ୍ୟ ସେବାର ରଚୟିତା କିଏ? ଉତ୍ତର ବିଶ୍ୱନାଥ କର। ଜୀବନ ସମସ୍ୟା ଓ ପରମାତ୍ମାଙ୍କ ପ୍ରକାଶ ପ୍ରବନ୍ଧର ରଚୟିତା କିଏ? ଉତ୍ତର ବିଶ୍ୱନାଥ କର। ସାହିତ୍ୟ ପ୍ରବନ୍ଧର ରଚୟିତା କିଏ? ଉତ୍ତର ଚନ୍ଦ୍ରମୋହନ ମହାରଣା। ସାହିତ୍ୟ ପତ୍ରିକାର ଉପଯୋଗିତା ଓ ଇତିହାସ ପ୍ରବନ୍ଧର ରଚୟିତା କିଏ? ଉତ୍ତର ଚନ୍ଦ୍ରମୋହନ ମହାରଣା। ବିବାହରେ ଅର୍ଥ ପ୍ରସଙ୍ଗ ପ୍ରବନ୍ଧର ରଚୟିତା କିଏ? ଉତ୍ତର ଗୋପବନ୍ଧୁ ଦାସ। ସମୟ ଓ ସଂସ୍କାର ଓ ସମୟ ପ୍ରାଦେଶିକ ଭାଷା ସାହାଯ୍ୟରେ ଶିକ୍ଷା ପ୍ରାକ୍ ବୌଦ୍ଧ ଯୁଗରେ ଭାରତୀୟ ଶିକ୍ଷାବିଧାନ ପ୍ରବନ୍ଧର ରଚୟିତା କିଏ? ଉତ୍ତର ଗୋପବନ୍ଧୁ ଦାସ। ଦୟା ଓ ଚରିତ୍ର ହିଁ ପରମ ବଳ ପ୍ରବନ୍ଧର ରଚୟିତା କିଏ? ଉତ୍ତର ଗୋପବନ୍ଧୁ ଦାସ। ଆମର ଥିଲା କାରଣ ଥାଇପାରେ ଓ ପୃଥିବୀର ଚାରି ପ୍ରଧାନ ଧର୍ମ ନୀତି ଓ ପ୍ରକୃତି ତନ୍ତ୍ର ଉପାସନା ସମ୍ବନ୍ଧରେ ଦୁଇପଦ କଥା ପ୍ରଭୃତି ପ୍ରବନ୍ଧର ରଚୟିତା କିଏ? ଉତ୍ତର ନୀଳକଣ୍ଠ ଦାସ। କୋଣାର୍କ ଦର୍ଶନ ହିନ୍ଦୁର ଦେବ ମନ୍ଦିର ଓ ଶିକ୍ଷା ଓ ତାହାର ଅର୍ଥ ମୂଲ୍ୟ ପ୍ରଭୃତି ପ୍ରବନ୍ଧର ରଚୟିତା କିଏ? ଉତ୍ତର ପଣ୍ଡିତ ଗୋଦାବରୀଶ ମିଶ୍ର। ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତ୍ଥାନ ପ୍ରବନ୍ଧର ରଚୟିତା କିଏ? ଉତ୍ତର କୃପାସିନ୍ଧୁ ମିଶ୍ର। ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର କା ଲୀଳା ଅଦୃଷ୍ଟବାଦ ପ୍ରବନ୍ଧର ରଚୟିତା କିଏ? ଉତ୍ତର କୃପାସିନ୍ଧୁ ମିଶ୍ର। ଉତ୍କଳର ଗୃହଲକ୍ଷ୍ମୀ ପ୍ରବନ୍ଧର ରଚୟିତା କିଏ? ଉତ୍ତର ଜଗବନ୍ଧୁ ସିଂ। ପ୍ରବନ୍ଧ ସାର ରଚୟିତା କିଏ? ଉତ୍ତର ଜଗବନ୍ଧୁ ସିଂ। ଭଞ୍ଜନଗର ରମ୍ଭା ବୁଦ୍ଧଖୋଲ ଦକ୍ଷିଣୀ ଓଡ଼ିଶା ରାଜ୍ୟ ପ୍ରବନ୍ଧର ରଚୟିତା କିଏ? ଉତ୍ତର ତାରିଣୀ ଚରଣ ରଥ। ଉତ୍କଳରେ ବୌଦ୍ଧଯୁଗର ଇତିହାସ ମାଘ ଅମାବାସ୍ୟା ପ୍ରାଚୀନ ଉତ୍କଳର ଜଳଯାତ୍ରା ପ୍ରଭୃତି ପ୍ରବନ୍ଧର ରଚୟିତା କିଏ? ଉତ୍ତର ବିରୁପାକ୍ଷ କର। ଶାନ୍ତିଧାରା ଓ ପ୍ରବନ୍ଧ ପ୍ରବେଶର ରଚୟିତା କିଏ?
ଉତ୍ତର ବାସୁଦେବ ମହାପାତ୍ର। ଦୈହିକ ଶକ୍ତି ପ୍ରବନ୍ଧର ରଚୟିତା କିଏ? ଉତ୍ତର ପାରେଶ୍ୱର ମହାନ୍ତି। ସରକାରଙ୍କ ଘର ଖର୍ଚ୍ଚ ବସ୍ତୁ ସମସ୍ୟା ରେଳବାଇ ଭାରତ ସରକାର ପ୍ରବନ୍ଧର ରଚୟିତା କିଏ? ଉତ୍ତର ଗୋବିନ୍ଦ ତ୍ରିପାଠୀ। ଦେବ ଦେବଙ୍କ ଦୁର୍ଗତି ପ୍ରବନ୍ଧର ରଚୟିତା କିଏ? ଉତ୍ତର କୃଷ୍ଣପ୍ରସାଦ ବସୁ। ଜୀବନ ସାହିତ୍ୟ ଓ କଳା ପ୍ରବନ୍ଧର ରଚୟିତା କିଏ? ଉତ୍ତର ବାମାଚରଣ ମିତ୍ର। ଜୀବନପଥ ଓଡ଼ିଆ ସମାଜ ଓ ସାହିତ୍ୟ ପ୍ରବନ୍ଧର ରଚୟିତା କିଏ? ଉତ୍ତର ମାୟାଧର ମାନସିଂହ। ଓଡ଼ିଆ ନିଦ କାଗଜଡଙ୍ଗା ମଦ୍ୟ ଓ ବନ୍ୟା ମାଟିର ଦାର୍ଶନିକ ଯନ୍ତ୍ରର କ୍ଷୁଧା ପ୍ରଭୃତି ରମ୍ୟ ରଚନାର ରଚୟିତା କିଏ? ଉତ୍ତର ସୁରେନ୍ଦ୍ର ମହାନ୍ତି। ପରିସଂଖ୍ୟାନ ପୁରୀପୂର୍ଣ୍ଣା ନନା ଥାଆନ୍ତି ଜୟନ୍ତୀ ସଂସ୍କୃତିର ସଂଜ୍ଞାର ରଚୟିତା କିଏ? ଉତ୍ତର ସଦାଶିବ ମିଶ୍ର। ଅର୍ଥ ଅର୍ଥାନ୍ତରର ରଚୟିତା କିଏ? ଉତ୍ତର ସଦାଶିବ ମିଶ୍ର। ବିଜ୍ଞାନର ଦିଗ ହାଇଡ୍ରୋଜେନ ବୋମାର ରଚୟିତା କିଏ? ଉତ୍ତର ଗୋକୁଳାନନ୍ଦ ମହାପାତ୍ର। କଙ୍କାଳର ଭାଷା ଭାରତର ସବୁଠାରୁ ପୁରୁଣା ମଣିଷର ରଚୟିତା କିଏ? ଉତ୍ତର ବସନ୍ତ କୁମାର ବେହୁରା। ପ୍ରଗତି ପ୍ରବନ୍ଧ ପୁସ୍ତକ ରଚୟିତା କିଏ? ଉତ୍ତର ରାଧାନାଥ ରଥ। ଯୌନ ନିର୍ବାଚନ ଓ ପ୍ରତିଦ୍ୱନ୍ଦ୍ୱିତା ମହାତ୍ମା ଗାନ୍ଧୀଙ୍କ ବିବାହିତ ଜୀବନ ଶିଶୁର କୌତୂହଳ ମୁଁ ଆସିଲି କେଉଁଠୁ ଟେଷ୍ଟ ଟ୍ୟୁବ୍ ବେବି ବିବାହ ପରେ ଛୋଟ ଶିଶୁ କାନ୍ଦେ କାହିଁକି ରଚୟିତା କିଏ? ଉତ୍ତର ହୃଷିକେଶ ରାୟ। ବିବାହର ମନସ୍ତାତ୍ତ୍ୱିକ ଦିଗ ବୁଦ୍ଧି ଅସୁସ୍ଥ ମନ ପ୍ରଭୃତି ପ୍ରବନ୍ଧର ରଚୟିତା କିଏ? ଉତ୍ତର ରାଧାନାଥ ରଥ। ଅଧ୍ୟାପକର ବେଦନା ପ୍ରବନ୍ଧ ସଂକଳନ ରଚୟିତା କିଏ? ଉତ୍ତର କୃଷ୍ଣଚରଣ ବେହେରା। ସମାଜ ପରିବର୍ତ୍ତନ ଓ ବିକାଶ ତରଙ୍ଗ ଓ ତଡ଼ିତ୍ ଜାତିରେ ମୁଁ ଯବନ ଜୀବନ ବିଦ୍ୟାଳୟ ପ୍ରବନ୍ଧ ରଚୟିତା କିଏ? ଉତ୍ତର ଚିତ୍ତରଞ୍ଜନ ଦାସ। ସମାଜ ଜିଜ୍ଞାସା ଓ ସମାଜ ସଂହତି ଏର ରଚୟିତା କିଏ? ଉତ୍ତର ବାସୁଦେବ ସାହୁ। ମନ ଅରଣ୍ୟ ଦୃଷ୍ଟି ଓ ଦର୍ଶନ ଅଶ୍ରୁତ ସ୍ୱର ଓ ଯେଉଁ ପୃଥିବୀ ମଧୁସନ୍ଧାନ ପ୍ରଭୃତିର ପ୍ରବନ୍ଧର ରଚୟିତା କିଏ? ଉତ୍ତର ଚନ୍ଦ୍ରଶେଖର ରଥ। ସ୍ୱପ୍ନ ସ୍ୱପ୍ନ ଅନେକ ସ୍ୱପ୍ନ ଆମେ ଓଡ଼ିଆ ଓଡ଼ିଆ କିଏ? ଧ୍ୱନି ଧ୍ୱନି ପ୍ରତିଧ୍ୱନି ପ୍ରଭୃତିର ରଚୟିତା କିଏ? ଉତ୍ତର ମହାପାତ୍ର ନୀଳମଣି ସାହୁ। ବିଜ୍ଞାନ ଓ ପ୍ରକୃତି ଓ ବିଜ୍ଞାନ ଓ ଭଗବାନ ପ୍ରବନ୍ଧର ରଚୟିତା କିଏ? ଉତ୍ତର ଡକ୍ଟର ନୃସିଂହ ଚରଣ ପଣ୍ଡା। ସାହିତ୍ୟରେ ମୂଲ୍ୟବୋଧ ସାହିତ୍ୟ ବିଚାର ଓ ମୂଲ୍ୟବୋଧ ଆଦି ପୁସ୍ତକ ରଚୟିତା କିଏ? ଉତ୍ତର ସଚ୍ଚି ରାଉତରାୟ। କୋଶଲି ଭାଷାର ସଂକ୍ଷିପ୍ତ ପରିଚୟ ପୁସ୍ତକଟିରେ କେଉଁ ସ୍ଥାନକୁ ନେଇ ରଚନା କରିଛନ୍ତି ଏବଂ ଏହାର ରଚୟିତା କିଏ? ଉତ୍ତର ଖଡ଼ିଆଳକୁ ନେଇ ପ୍ରୟୋଗଦତ୍ତ ଯୋଶୀ। ପୁରୀ ବୋଲି ନୀଳ ପାହାଡ଼ର କଥା କର୍ମାଙ୍ଗୀ ମାଦଳା ଆଦି ପୁସ୍ତକ ରଚୟିତା କିଏ? ଉତ୍ତର ସିଦ୍ଧେଶ୍ୱର ମହାପାତ୍ର। ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଯାଜପୁର ଐତିହ୍ୟ ଓ ସଂସ୍କୃତି ଆଦି ପୁସ୍ତକଗୁଡ଼ିକ କାହାର? ଉତ୍ତର ଅନ୍ତର୍ଯ୍ୟାମୀ ମିଶ୍ର। କନ୍ଧ ସଂସ୍କୃତିର ଆଲୋଚିତ ଅଧ୍ୟାୟ ଭଞ୍ଜ ସାହିତ୍ୟରେ ଲୋକ ସଂସ୍କୃତି ବିଚାର ଆଦି ପୁସ୍ତକ ରଚୟିତା କିଏ? ଉତ୍ତର ରଘୁନାଥ ଦାସ। ଶ୍ରୀଜଗନ୍ନାଥ ପରିକ୍ରମା ଓ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଆଦି ପୁସ୍ତକ ଦ୍ୱୟ ରଚୟିତା କିଏ? ଉତ୍ତର ଶରତ ଚନ୍ଦ୍ର ମହାପାତ୍ର। କାହ୍ନୁଚରଣ ମିଶ୍ରଙ୍କ ସମାଲୋଚନାଧର୍ମୀ ପୁସ୍ତକଗୁଡ଼ିକର ନାମ କ'ଣ? ଉତ୍ତର ଜଗନ୍ନାଥ ଓ ନବକଳେବର ବିଦଗ୍ଧ କବି ଅଭିମନ୍ୟୁ ଦ କଲ୍ଟ ଅଫ୍ ଜଗନ୍ନାଥ ଆଲୋଚନାମାଳା ସାହିତ୍ୟ ସମୀକ୍ଷା ଓଡ଼ିଆ ସାହିତ୍ୟରେ ଧର୍ମଧାରା ଯୁଗେ ଯୁଗେ ଓଡ଼ିଆ ଗଦ୍ୟର ପଦାଙ୍କ ଦୃଷ୍ଟି ଓ ସୃଷ୍ଟି ଇତ୍ୟାଦି। ଓଡ଼ିଆ ଏକାଙ୍କିକା ସାହିତ୍ୟର ଦିଗ ଓ ଦିଗନ୍ତ ଆଧୁନିକ ଏକ ତାତ୍ତ୍ୱିକ ଅନୁଶୀଳନ ଆଦି ରଚନା କାହାର? ଉତ୍ତର ନାରାୟଣ ସେଠୀ। ପ୍ରତିଭା ଓ ପ୍ରତିଭୁ କାଳଜୟୀ କବି ଗଙ୍ଗାଧର ଓ ଯୁଗଲଙ୍ଘୀ କବି ଗଙ୍ଗାଧର ପୁସ୍ତକର ରଚୟିତା କିଏ? ଉତ୍ତର କେଶବ ଚନ୍ଦ୍ର ମେହେର। ଚଳିତ ଶତାବ୍ଦୀର ଭାରତୀୟ ସାହିତ୍ୟ ସମ୍ବାଦପତ୍ରେ ଊନବିଂଶ ଶତାବ୍ଦୀର ଓଡ଼ିଶା କାହାର ରଚନା? ଉତ୍ତର ଗୋପାଳ ଚନ୍ଦ୍ର ମିଶ୍ର। ଆମ କଥା ସାହିତ୍ୟର କଥା ଓ ରମ୍ୟ ରଚନା କାହାର ସୃଷ୍ଟି? ଉତ୍ତର ମହାପାତ୍ର ନୀଳମଣି ସାହୁ। ପ୍ରୀତିଯୋଗ୍ୟ କାବ୍ୟ ସମ୍ପର୍କରେ ସମାଲୋଚନା ଗ୍ରନ୍ଥଟି କାହାର? ଉତ୍ତର ଗଙ୍ଗାଧର ବଳ। ଓଡ଼ିଆ ଗୀତିକାବ୍ୟ ଓ ଓଡ଼ିଆ ଚଉପଦୀ ସାହିତ୍ୟର ରଚୟିତା କିଏ? ଉତ୍ତର ଜାନକୀ ବଲ୍ଲଭ ମହାନ୍ତି। ଓଡ଼ିଆ ଛନ୍ଦର ଇତିହାସ ଓଡ଼ିଆ କବିତା ତଥା ଛନ୍ଦର ପ୍ରଗତି ଓଡ଼ିଆ ଭାଷା ଓ ବ୍ୟାକରଣ ଆଦି ପୁସ୍ତକ ରଚୟିତା କିଏ? ଉତ୍ତର ନୀଳକଣ୍ଠ ଦାସ। ସାହିତ୍ୟ ସନ୍ଦର୍ଭ ସରଳ ଭାଷାତତ୍ତ୍ୱ ଓଡ଼ିଆ ନାଟ୍ୟକଳା ରଚନା ବିଚାର ଆଦି ପୁସ୍ତକର ରଚୟିତା କିଏ? ଉତ୍ତର ଗିରିଜା ଶଙ୍କର ରାୟ। କବିବର ରାଧାନାଥ ଚନ୍ଦ୍ରଭାଗା କାବ୍ୟ
ପାର୍ବତୀ କାବ୍ୟ ବର୍ଣ୍ଣିତ ବ୍ୟକ୍ତିମାନଙ୍କର ଐତିହାସିକତା ଓ ଭୀମ ଭୋଇ ପୁସ୍ତକ ଗୁଡ଼ିକ କାହାର ଅଟେ? ଉତ୍ତର ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ବଂଶୀଧର ମହାନ୍ତିଙ୍କ ପ୍ରମୁଖ ସମାଲୋଚନା ପୁସ୍ତକ ଗୁଡ଼ିକ କ'ଣ କ'ଣ? ଉତ୍ତର ଓଡ଼ିଆ ସାହିତ୍ୟର ଇତିହାସ ସଂକଳନ, ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମ ବିକାଶ ଓ କ୍ରମ ବିବର୍ତ୍ତନ, ଓଡ଼ିଶାରେ ବୌଦ୍ଧ ଧର୍ମ, ଓଡ଼ିଆ ଭାଷା ଉତ୍ତର ଭୂମିକା, ଓଡ଼ିଶାର ନାଥ ସମ୍ପ୍ରଦାୟ ଓ ନାଥ ସାହିତ୍ୟ, ଓଡ଼ିଆ ଭାଷା ଆନ୍ଦୋଳନ ଇତ୍ୟାଦି। ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ ପୁସ୍ତକଟିର ରଚୟିତା କିଏ? ଉତ୍ତର ଅସିତ କବି। ତପସ୍ୱିନୀ ଓ ମେହେର ସାହେବ, ଭଞ୍ଜଙ୍କ ନିର୍ବାଚନ ଇସ୍ତାହାର, ଚିନ୍ତା ଓ ଚେତନା, ଅଳଙ୍କାର ସାହିତ୍ୟର କ୍ରମ ବିକାଶ ଆଦି ପୁସ୍ତକର ରଚୟିତା କିଏ? ଉତ୍ତର ଗୌରୀ କୁମାରୀ ବ୍ରହ୍ମା। ଓଡ଼ିଆ ସାହିତ୍ୟରେ ତ୍ରିବେଣୀ ଯୁଗ ସମାଲୋଚନାଧାରୀ ପୁସ୍ତକ ରଚୟିତା କିଏ? ଉତ୍ତର ଯଦୁନାଥ ଦାସ ମହାପାତ୍ର। ପଞ୍ଚସଖା ଓଡ଼ିଆ ସାହିତ୍ୟ ଓ ପ୍ରାଚୀନ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା ପୁସ୍ତକ କାହାର? ଉତ୍ତର ଦେବେନ୍ଦ୍ର ମହାନ୍ତି। ସାହିତ୍ୟିକ ସିଂହାବଲୋକନ ଓ କବି କଣ୍ଠେ ଜଗନ୍ନାଥ ପୁସ୍ତକର ରଚୟିତା କିଏ? ଉତ୍ତର ମୁରାରୀ ମୋହନ ଜେନା। ଓଡ଼ିଆ ଯାତ୍ରା ଓ ଲୋକନାଟକ ପୁସ୍ତକ ରଚୟିତା କିଏ? ଉତ୍ତର ପ୍ରହ୍ଲାଦ ଚରଣ ମହାନ୍ତି। ଉଦ୍ଭଟ ନାଟ୍ୟ ପରମ୍ପରା, କବି ଗୋପାଳକୃଷ୍ଣ ଓ ତାଙ୍କ ପଦାବଳୀ ଗ୍ରନ୍ଥ ରଚୟିତା କିଏ? ଉତ୍ତର ରତ୍ନାକର ଚଇନି। ଲୋକନାଟ୍ୟ ପରମ୍ପରା ଓ କଣ୍ଢେଇ ନାଟକ ସଂସ୍କୃତି ଜଗତୀକରଣ ଓ ମଞ୍ଚ ରାଜନୀତି କାହାର ଗ୍ରନ୍ଥ? ଉତ୍ତର ଗୌରାଙ୍ଗ ଚରଣ ଦାସ। ଭାଗବତର ସୃଷ୍ଟି ସୌରଭ ଓ ସାରଳା ମହାଭାରତର ସୃଷ୍ଟିର ଭୂମିପର୍ବ ଆଦି ଗ୍ରନ୍ଥ ରଚୟିତା କିଏ? ଉତ୍ତର ଉଦୟନାଥ ସାହୁ। ଓଡ଼ିଆ ଲୋକସାହିତ୍ୟ ଓ ଲୋକସଂସ୍କୃତି, ରୀତି ସାହିତ୍ୟ, ପରମ୍ପରା ଓ ପୁରୋଦୃଷ୍ଟି, ବୌଦ୍ଧ ଧର୍ମ ଓ ଓଡ଼ିଆ ସାହିତ୍ୟ, ଗବେଷଣା ପ୍ରବିଧି, ଅନୁବାଦ କଳା ଓ ସମ୍ପାଦନା ଆଦି ପୁସ୍ତକ ରଚୟିତା କିଏ? ଉତ୍ତର କୃଷ୍ଣଚନ୍ଦ୍ର ପ୍ରଧାନ। ସାହିତ୍ୟର ଅନ୍ତଃସ୍ୱର, ଗଙ୍ଗାଧର ମେହେର ଜୀବନ ଓ ସୃଜନ ଆଦି ଗ୍ରନ୍ଥର ରଚୟିତା କିଏ? ଉତ୍ତର ମଣୀନ୍ଦ୍ର କୁମାର ମେହେର। ମାତୃଭାଷା ଓଡ଼ିଆ କାହାର ସମାଲୋଚନା ଗ୍ରନ୍ଥ? ଉତ୍ତର ବିଜୟ ପ୍ରସାଦ ମହାପାତ୍ର। ଲୋକନାଟକର ଭୀତି ଓ ଭୂତି କାହାର ରଚନା? ଉତ୍ତର ହେମନ୍ତ କୁମାର ଦାସ। ଆଧୁନିକ ଓଡ଼ିଆ କବିତା ରୂପରେଖ, ଆଧୁନିକ ଓଡ଼ିଆ କବିତାର ପରିଚୟ ଆଦି ଗ୍ରନ୍ଥ ରଚୟିତା କିଏ? ଉତ୍ତର ନାରାୟଣ ପଣ୍ଡା। ଭାଷାତତ୍ତ୍ୱ ଓ ଓଡ଼ିଆ ଭାଷାର ଦିଗଦିଗନ୍ତ କାହାର ରଚନା? ଉତ୍ତର ହରପ୍ରସାଦ ମିଶ୍ର। ବଣ୍ଡା ପର୍ବତର ଅଧିବାସୀ ଗ୍ରନ୍ଥ ରଚୟିତା କିଏ? ଉତ୍ତର ଖଗେଶ୍ୱର ମହାପାତ୍ର। ଦଳିତ ସାହିତ୍ୟ ଓ ବିଶ୍ୱମାନବତାବାଦ ଗ୍ରନ୍ଥ ରଚୟିତା କିଏ? ଉତ୍ତର ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂ। ବଣ୍ଡା ପର୍ବତର ଅଧିବାସୀ ଗ୍ରନ୍ଥ ରଚୟିତା କିଏ? ଉତ୍ତର ଖଗେଶ୍ୱର ମହାପାତ୍ର। ହିନ୍ଦୁତ୍ୱ ଗ୍ରନ୍ଥର ରଚୟିତା କିଏ? ଉତ୍ତର ଉମେଶ ପତ୍ରୀ। ସାହିତ୍ୟ ସମାଲୋଚନା, ତାତ୍ତ୍ୱିକ ଓ ପ୍ରାୟୋଗିକ ପ୍ରସଙ୍ଗ ଗ୍ରନ୍ଥ ରଚୟିତା କିଏ? ଉତ୍ତର ପଞ୍ଚାନନ ମିଶ୍ର। ପ୍ରସଙ୍ଗ ଅନୁଷଙ୍ଗ ଗ୍ରନ୍ଥ ରଚୟିତା କିଏ? ଉତ୍ତର ବାବାଜୀ ଚରଣ ପଟ୍ଟନାୟକ। ଆଧୁନିକ ଓଡ଼ିଆ କବିତାରେ ନାରୀ ଗ୍ରନ୍ଥ ରଚୟିତା କିଏ? ଉତ୍ତର ବଭ୍ରୁବାହନ ମହାପାତ୍ର। ପ୍ରାଚ୍ୟ, ପାଶ୍ଚାତ୍ୟ ଓ ପ୍ରାଦେଶିକ ସାହିତ୍ୟ ତତ୍ତ୍ୱ, ବିଦଗ୍ଧ କାବ୍ୟବୋଧ କାହାର ରଚନା? ଉତ୍ତର ଦିଲ୍ଲୀପ କୁମାର ସ୍ୱାଇଁ। ଉପନ୍ୟାସ ଜିଜ୍ଞାସା ଓ ଗଳ୍ପ ଜିଜ୍ଞାସା ଗ୍ରନ୍ଥଦ୍ୱୟର ରଚୟିତା କିଏ? ଉତ୍ତର ଆଲୋକ ବରାଳ। ତୁଳନାତ୍ମକ ସାହିତ୍ୟ, କମ୍ପାରେଟିଭ୍ ଶବ୍ଦର ପ୍ରୟୋଗ ପ୍ରଥମେ କିଏ କରିଥିଲେ? ଉତ୍ତର ମାଥ୍ୟୁ ଆର୍ନୋଲ୍ଡ। ତୁଳନାତ୍ମକ ସାହିତ୍ୟ କେଉଁ ପ୍ରକାରର ଅଧ୍ୟୟନ କରିଥାଏ? ଉତ୍ତର ଆନ୍ତର୍ବିଦ୍ୟାମୂଳକ, ଇଣ୍ଟରଡିସିପ୍ଲିନାରୀ ଷ୍ଟଡି। କମ୍ପାରେଟିଭ୍ ଲିଟରେଚର ଆଣ୍ଡ ଆସ୍ଥେଟିକ୍ସ ଗ୍ରନ୍ଥର ରଚୟିତା କିଏ? ଉତ୍ତର ଆର୍.ଏସ୍. ପାଠକ। ମଲ୍ଟିଡିସିପ୍ଲିନାରୀ ମେଥଡ଼ କ'ଣ? ସାହିତ୍ୟ ସହିତ ସମ୍ପର୍କିତ ଅନ୍ୟାନ୍ୟ ବିଭାଗ ଗୁଡ଼ିକର ତୁଳନାତ୍ମକ ଗବେଷଣା କରାଯାଇ ମୂଳପାଠର ବିଷୟତ୍ୱ ନିର୍ଣ୍ଣୟ କରାଯାଇଥାଏ। ସାହିତ୍ୟ ସହିତ ଇତିହାସ, ନୃତତ୍ତ୍ୱ, ଅର୍ଥନୀତି ଆଦିକୁ ତୁଳନା କରାଯାଇଥାଏ। ଇଣ୍ଟରଡିସିପ୍ଲିନାରୀ ମେଥଡ଼ କ'ଣ? ମୂଳପାଠର ନିଜ ବିଭାଗ ଭିତରେ ଥିବା ପୂର୍ବ କୃତି ସହ ତୁଳନାତ୍ମକ ଅଧ୍ୟୟନ କରାଯାଇଥାଏ। ପ୍ଲୁରିଡିସିପ୍ଲିନାରୀ ମେଥଡ଼ କ'ଣ? ତୁଳନାତ୍ମକ ଗବେଷଣାର ଏହା ଏକ ବହୁମୁଖୀ ପଦ୍ଧତି। ବିଭିନ୍ନ ଗବେଷକମାନଙ୍କର ଭିନ୍ନ ଭିନ୍ନ ଦଳ ସୃଷ୍ଟି କରାଯାଇ ଗବେଷଣା କରାଯାଇ ଶେଷରେ ଏକ ସମନ୍ୱୟ-ଧର୍ମୀ ନିଷ୍କର୍ଷ ପ୍ରସ୍ତୁତ କରାଯାଏ। ଅଳକା ସାନ୍ୟାଲ ସହ କେଉଁ କବିଙ୍କୁ ତୁଳନା କରାଯାଏ? ଉତ୍ତର ବନଲତା ସେନ, ଜୀବନାନନ୍ଦ ଦାଶ। ତୁଳନାତ୍ମକ କମ୍ପାରେଟିଭ୍ ଶବ୍ଦ କେଉଁ ଶବ୍ଦରୁ ସୃଷ୍ଟ? ଉତ୍ତର
ଲାଟିନ୍ ଗ୍ରୀକ୍ ଶବ୍ଦ କମ୍ପାର। ଲାଟିନ୍ ଗ୍ରୀକ୍ ଶବ୍ଦ କମ୍ପାର। ବଙ୍ଗଳା ଲୋକନାଟକର ଅଧିକାରୀ ଚରିତ୍ର କେଉଁ ଓଡ଼ିଆ ଲୋକନାଟକରେ ଦେଖାଯାଏ? ଉତ୍ତର ଗଞ୍ଜାମର ପ୍ରହ୍ଲାଦ ନାଟକର ଗାହାକ। ବାଲିରାଜା କାହାର ପ୍ରଭାବରେ ରଚିତ? ଉତ୍ତର ଆଲେକଜାଣ୍ଡାର ଡୁମାଙ୍କ କାଉଣ୍ଟ ଅଫ୍ ମଣ୍ଟେ କ୍ରିଷ୍ଟୋ। ବୁଝା ମଣିଷ ଅବୁଝା ଚିତ୍ର କାହାର ରଚନା? ଉତ୍ତର ଲକ୍ଷ୍ମୀଧର ଦାସ।